ସୁମିତ ଦ୍ରୁମଦଳ ଶୋଭିନି। ସମସ୍ତଙ୍କୁ ସୁପ୍ରଭାତ। ସକାଳେ ଉଠି କଫି ପିଇବା ପରେ ରେଡି ହୋଇ ବାହାରିଥିଲି ସ୍କୁଲ। ପ୍ରଥମେ ରୌରବ ଘରେ ଯାଇ ପହଞ୍ଚିଥିଲି, କାହିଁକିନା ତାର ସାଇକେଲଟି ସ୍କୁଲରେ ରହିଯାଇଥିଲା। ପରେ ପ୍ରୋଜେକ୍ଟଟିକୁ ଧରି ଉଭୟ ଚାଲିଲୁ ସ୍କୁଲ ଅଭିମୁଖେ। କିଛିଟା କ୍ଲାସ୍ ନେବା ପରେ 10ମ ଶ୍ରେଣୀ ପିଲାଙ୍କର FA4 ଏକ୍ଜାମ ଖାତା ସବୁ କରେକ୍ସନ୍ କରିଥିଲି। ପରେ ସ୍କୁଲରୁ ଯାଇ ପହଞ୍ଚିଥିଲି କରଞ୍ଜିଆ ଅଟୋନମସ୍ କଲେଜରେ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଆମ ଦେଶର ଜାତୀୟ ଗୀତ ବନ୍ଦେ ମାତରମର 150ତମ ବାର୍ଷିକୀ ଅବସରରେ ସମସ୍ତ ଶିକ୍ଷକ ବନ୍ଧୁମାନେ ସାମୂହିକ ଭାବେ ଏହାକୁ ଗାଇଥିଲୁ। ସ୍କୁଲରେ ଏହାକୁ ପ୍ରାକ୍ଟିସ୍ କରିବା ପାଇଁ କିଛିଟା ଡକୁମେଣ୍ଟସ୍ ଆମକୁ ପ୍ରୋଭାଇଡ଼ କରାଗଲା। ପରେ ଚାଲିଲି ରୁମ୍କୁ। କିଛି ସମୟର ବିଶ୍ରାମ ପରେ ମାଆଙ୍କର ଡକୁମେଣ୍ଟ ସବୁକୁ ଗୋଟେ ଫୋଲ୍ଡର କରି ତାଙ୍କୁ ପଠେଇଥିଲି। ରାତିରେ ଆଜି ରୋଷେଇରେ ଥିଲା ଭାତ ସହ ଚିକେନ୍। ରୋଷେଇ ସରୁ ସରୁ ସମୟ ପ୍ରାୟ 10ଟା 20। କ'ଣ କରିବି ଆଜ୍ଞା, ଏକୁଟିଆ ସବୁକିଛି କରିବା କେତେ ଯେ କଷ୍ଟ ମୁଁ ହିଁ ଅନୁଭବ କରୁଛି। ଭାତ ସହ ଚିକେନ୍ ଝୋଳ, ସେ ପୁଣି ଶୀତ ଦିନରେ, ଓଃ କି ଶାନ୍ତି। ଶେଷରେ ବାସନ ସବୁକୁ ଧୋଇବା ପରେ ଶୋଇବାକୁ ଯାଇଥିଲି। ଆଉ ସାଙ୍ଗମାନେ, ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ରହିଲି, ବାଏ ବାଏ।